ସେଇଥିପାଇଁ ତ ବର୍ଷର ଏଇ ଦିନକୁ ଅପେକ୍ଷା କରିକି ରହୁ। ଏଇ ଯେଉଁ 10-12 ଦିନ ଯେତେବେଳେ ପୁସ୍ତକ ମେଳା ହୁଏ ଆମକୁ ଲାଗେ ଯେମିତି ଯେମିତି ଘରେ ଝିଅ ବାହାଘର ହେଲେ ଲୋକମାନେ ଏଇଥିପାଇଁ ମାନେ ଘରକୁ ଆସନ୍ତି କି ଗାଁରେ ହୋଲି ଦଶହରା ରଜରେ ଏଇଥିପାଇଁ ଲୋକ ଗାଁକୁ ଆସନ୍ତି ଯେ ସେଦିନ ଗାଁର ସବୁ ଲୋକ ସବୁ ସାହି ଭାଇ ସମସ୍ତେ ଦେଖା ହେବେ। ଆମେ ସେମିତି ପୁସ୍ତକ ମେଳାକୁ ଅପେକ୍ଷା କରିକି ରହୁ ଯେ ଏମିତି ଗୋଟେ ଦିନ ଏଇ 10 ଦିନ ଆମକୁ ଲାଗେ ଆମର ଗୋଟେ ବନ୍ଧୁ ମିଳନ ହୁଏ ଯେ ବର୍ଷ ତମାମ କିଏ କୋଉଠି କୋଉ ବ୍ୟସ୍ତତା ଭିତରେ ଦେଖା ନ ହେଇପାରିଲେ ବି ଏଇଠି ଅନ୍ତତଃ 10 ଦିନ ଖଟି ଜମି କଥା ହୁଏ। କାହାର ନୂଆ ବହି କାହାର କ'ଣ କଥା ବହୁତ କଥା ଜାଣି ହୁଏ। ହଁ ଯେଉଁ କଥାଟି କହିଲେ ଯେ ଏବେ ଡିଜିଟାଲର ଯୁଗ ରିଲ୍ସ ଭିତରେ ଜେନେରେସନ୍ ଏତେ ବାଇଆ ଯେ ପୃଷ୍ଠା ଲେଉଟେଇବାର ଧୈର୍ଯ୍ୟ ଆମ ଜେନେରେସନ୍ ପାଖରେ ନାହିଁ। ଏଆଇ ବହୁତ କଥା କରିଦେଉଛି। ଲୋକ କହିବା କଥା ଯେ ଏଆଇ ସମୟ ଆସୁଛି ଯେ ଆଉ କିଛି ଏକ୍ଜିଷ୍ଟ କରିବନି, କାଗଜ ବହିର ସମୟ ରହିବନି। କିନ୍ତୁ ମୁଁ ଗୋଟେ କଥା କହିବି ଯେ ମାନେ ମଣିଷ ପ୍ରଜାତିର ଆରମ୍ଭ ବେଳୁ ଲେଖାରେ ହିଁ ଆରମ୍ଭ ହୋଇଛି। କେବେ ଶିଳାରେ, କେବେ ଭୁଜପତ୍ରରେ, କେବେ କାଗଜରେ। ଆଉ କାଗଜରେ ଲେଖା ହେଲା ପରେ ହିଁ ଏ ଜାତି, ଏ ସୃଷ୍ଟି, ଏ ଇତିହାସ ସବୁକିଛି ଗୋଟେ ନୂଆ ମୋଡ଼ ନେଇଛି। ତେଣୁ ଯାହା ବି ହେଇଯାଉ ନା କାଗଜ ସରିବ, ନା କାଗଜର ସେ ଗନ୍ଧର ମୋହରୁ ମଣିଷ କେବେ ମୁକ୍ତ ହେଇପାରିବ। ଆଉ ଖାସ୍ କରି ଆମେ ଏମିତି ଗୋଟେ ଭୂଖଣ୍ଡରେ ରହୁ ଯେଉଁଠି ଭାଗବତରେ ଜୀବନ ମାନେ ବର୍ଣ୍ଣବୋଧରେ ଜୀବନ ଆରମ୍ଭ ହୁଏ ଆଉ ଭାଗବତରେ ସରେ। ତେଣୁ ବିନା କାଗଜରେ ଯେ ଆମେ ବଞ୍ଚିବା ସେ କଥା ନୁହେଁ। ହଁ ଆମ ପିଢ଼ିକୁ ବା ଆଗାମୀ ପିଢ଼ିକୁ ବତେଇ ଦେବାକୁ ପଡ଼ିବ, ବୁଝେଇ ଦେବାକୁ ପଡ଼ିବ ଯେ ଏଇ ସ୍କ୍ରିନ୍ କେବେ ଅଫ୍ ହେଇଯାଇପାରେ। ବଟ୍ ଏଇ ଯେଉଁ କାଗଜ, ଏଇ ମଲାଟ ଭିତରେ ଥିବା ଜୀବନଟା କେବେ ଅଫ୍ ହୁଏନି। ସେ ଯେତେବେଳେ ବି ଖୋଲେ ନୂଆ ଗୋଟେ ଜୀବନ ସୃଷ୍ଟି କରେ, ନୂଆ ଗୋଟେ ଅଧ୍ୟାୟ ସୃଷ୍ଟି କରେ, ଗୋଟେ ସମ୍ଭାବନା ସୃଷ୍ଟି କରେ। ନାଇଁ ଦେଖନ୍ତୁ ଲିପି ମଲା କେତେବେଳେ? କେଉଁ ଲିପିରେ ତ ଜଣେ ଲେଖିଲା। ହଁ ଶବ୍ଦ କିଛି ଅପଭ୍ରଂଶ ହେଇଯାଉଛି, କିଛି ଜେଞ୍ଜି ୱାର୍ଡରେ ଲେଖା ହେଉଛି, ଇଂଲିଶରେ ଓଡ଼ିଆଟାକୁ ଲେଖାଯାଉଛି। ଲିପି ମରିବନି, ଲିପିଟା ସୃଷ୍ଟି ହେଇଛି ଅମର, ଲିପିଟା ସବୁବେଳେ ଅମର। ହଁ ଆମ ବ୍ୟାକରଣ ଦିନକୁ ଦିନ ଅଶୁଦ୍ଧି ହେଉଛି, ସେଥିପାଇଁ ଆମେ ହିଁ ଦାୟୀ। ଆମକୁ ହିଁ ସେ ଦାୟିତ୍ୱ ନେବାକୁ ପଡ଼ିବ। ସବୁଠୁ ବଡ଼ କଥା ହେଉଛି ଆମର ଯଦି ଘରେ ପିଲାଟିଏ ଲେଖୁଛି ଆମେ ହିଁ ତାକୁ ବତେଇ ଦେବାର ଅଛି, ତା ସିଷ୍ଟମକୁ ଯାଇକି ତାକୁ ସେ ଯୁକ୍ତାକ୍ଷରର ବର୍ଣ୍ଣନାଟା ଶିଖେଇ ଦେବାର ଅଛି ଯେ ବାବାରେ ଇଂଲିଶରେ ଫୋନେଟିକ୍ସରେ ଲେଖିବା ଦରକାର ନାହିଁ, ଏମିତି ବି ଲେଖାଯାଇପାରେ। ସେ ଲେଖିବ ନ ଲେଖିବ ଭିନ୍ନ କଥା, ବଟ୍ ତାକୁ ସେ ଯୁକ୍ତାକ୍ଷର ସେ ବ୍ୟାକରଣଟି ଶିଖେଇବାର କିଛି ମାତ୍ରାରେ ଦାୟିତ୍ୱ ଆମମାନଙ୍କର ଅଛି। ଯେ ମୁଁ କହିବି ଆମ ଘରେ ଥିବା ବୟସ୍କ ଲୋକମାନଙ୍କୁ, ମୁଁ ତ ଆଜିର ଜେନେରେସନ୍ କହିବି ଯେ ଆଜ୍ଞା ଯେତେବେଳେ ବି ସମୟ ପାଉଛନ୍ତି ପିଲାମାନଙ୍କ ସହିତ କିଛି ବୟସ୍କ ଲୋକମାନଙ୍କ ସହିତ କଟାନ୍ତୁ। ଘରର ବୟସ୍କ ଲୋକମାନଙ୍କୁ ସମୟ ଦିଅନ୍ତୁ ଆପଣଙ୍କ ପିଲାମାନଙ୍କ ସହିତ କଟେଇବା ପାଇଁ। ହୁଏତ ଆପଣଙ୍କ ଜେନେରେସନ୍ ବା ଆମର ଆଗାମୀ ଜେନେରେସନ୍ ଆମ ସାହିତ୍ୟ ସହିତ ବଞ୍ଚିକି ରହିବ, ଆମ ଭାଷା ଲିପି ସହିତ ବଞ୍ଚିକି ରହିବ। ଯଦି ଆପଣ ଆପଣଙ୍କ ପିଲାମାନଙ୍କଠୁ ବୟସ୍କମାନଙ୍କଠୁ ଦୂରେଇ ଦେବେ ତାହେଲେ କାଲି ସକାଳେ ସେମାନେ ଆପଣଙ୍କଠୁ ବି ଦୂରେଇ ଯିବେ।